ଗତକାଲି ତାରିଖ 6/7/2026 ରେ ଅଭିଯୋଗକାରୀ ପ୍ରିୟତୋଷ ରଥ ବଡ଼ବିଲ ଥାନାରେ ଗୋଟେ ରିପୋର୍ଟ କରିଥିଲେ ଯେ ତାଙ୍କର ଡ୍ରାଇଭର ରାମପୂଜନ ତାନ୍ତି ଗତ 4/6/2026 ତାରିଖ ସକାଳେ 5ରୁ 6 ଜଣ ଦୁର୍ବୃତ୍ତ ତାଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଖଣ୍ଡା, ତଲୱାର ଏବଂ ଛୁରୀ ଦେଖେଇକି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କଠାରୁ ଗୋଟେ ମୋବାଇଲ ଫୋନ ଏବଂ ନଗଦ 1500 ଟଙ୍କା ଲୁଟ୍ କରିଥିଲେ। ସେ ଲୁଟ୍ ହେଲା ପରେ ସେ ଯୋଉ ଡ୍ରାଇଭର ଥିଲେ ତାଙ୍କର ବ୍ୟାଙ୍କ ଖାତାରୁ ଅନଲାଇନ ଟ୍ରାଞ୍ଜାକ୍ସନ ମାଧ୍ୟମରେ ମୋଟ 1,86,500 ଟଙ୍କା ୱିଥଡ୍ରଲ୍ ହେଇଯାଇଛି।